ମଣିଷ ପ୍ରକୃତି ମଲେ ତୁଟେ ଆଉ ଘୁଷୁରି ପ୍ରକୃତି କାଦୁଅରେ ପଙ୍କରେ ଲୋଟେ। ଯେ ମଣିଷ ପ୍ରକୃତି ମଲେ ତୁଟେ ବୋଲି ଯିଏ କହିଛି ମାନେ ମାନେ ଏତେ ବଡ଼ ଭୁଲ ଜିନିଷଟେ ସେ କହିଛି। ୟାକୁ ଆମେ ସମୀକ୍ଷା କରିବା। ଇଏ ପ୍ରକୃତିଟା କେଉଁଠି ଥାଏ? ଇଏ ପ୍ରକୃତିଟା ଆକ୍ଚୁଆଲି ତାର ପ୍ରକୃତି ଭିତରୁ ହିଁ ଆସେ ମଣିଷ ଭିତରକୁ। ଜନ୍ମ ହେଲା ପରେ ତାର ଗୋଟେ ପ୍ରକୃତିରେ ସେ ଜନ୍ମ ହେଇଥାଏ। ବାପା ମାଆର ତାର ପ୍ରକୃତି ନେଇକିରି ଏବଂ ତାର 14 ପିଢ଼ିରୁ ତା ପ୍ରକୃତି ନେଇକିରି ଆସିଥାଏ। କିନ୍ତୁ ତା ଭିତରେ ପ୍ରକୃତି ଯେତେବେଳେ ଜନ୍ମ ହୁଏ ସେତେବେଳେ ଏଇ ପ୍ରକୃତି ଠାରୁ ଏଇ ପ୍ରକୃତି ଆମ ଏଇ ପ୍ରକୃତି ଭିତରେ ଅଛି। ସଂସାର ପ୍ରକୃତି ଭିତରେ ଲୁଚି ରହିଛି। ଭଲଟା ବି ଅଛି ଖରାପଟା ବି ଅଛି। ଯାହାକୁ ଯେଉଁ ପ୍ରକୃତି ମାଡ଼ି ବସିଲା ସେ ପ୍ରକୃତିରେ ସେ ବଞ୍ଚେ। କିନ୍ତୁ ପ୍ରଶ୍ନ ହେଲା ଏ ପ୍ରକୃତି ତାମାନେ ବଦଳିବ ନାହିଁ ମଲା ପର୍ଯ୍ୟନ୍ତ। ଯେଉଁ ପ୍ରଶ୍ନଟା ଏଇଟା ଭୁଲ। ଆଚ୍ଛା, ଯଦି ମଣିଷର ପ୍ରକୃତି ବଦଳୁ ନଥାନ୍ତା, ଆମର ତ ଉଦାହରଣ ଅଛି ବହୁତ। ଆଚ୍ଛା, ଦସ୍ୟୁ ରତ୍ନାକର ତାର ପ୍ରକୃତି ଥିଲା ମଣିଷ ମାରିବ ବୋଲି, ପଇସା ଲୁଟିକିରି ତାମାନେ ସମ୍ପତ୍ତି କରିବା। ତାର ପ୍ରକୃତି ଥିଲା ସେଟା। ଏଇଟା ମୋର କାର୍ଯ୍ୟ ବୋଲି ସେ ଭାବିଥିଲା ଆଉ ସେ ପ୍ରକୃତିରେ ସେ ଆସୁଥିଲା। କିନ୍ତୁ ଯେତେବେଳେ ଜାଣିପାରିଲା ଇଏ ଯେଉଁ ମଣିଷ ମାରିବାର ଯେଉଁ ପାପଟା ଇଏ ଯେଉଁ ପ୍ରକୃତିରେ ବାକି କେହି ଅଂଶଗ୍ରହଣ କରୁନାହାନ୍ତି, ସେ ଭାବୁଥିଲା ଯଦି କିଛି ପାପ ଥିବ ସମସ୍ତେ ଭାଗ କରି ନେଇଯିବେ, ଯେତେ ଆମର ମାନେ ଖାଉଛନ୍ତି ସମସ୍ତେ। କିନ୍ତୁ ଯେତେବେଳେ ଜାଣିଲା ସେ ଯେତେବେଳେ ତାକୁ ସେ ନାରଦ କହିଲେ ଯେ ମୋଟେ ନୁହେଁ ବାବୁ, ତୁ ଯାହା ପଚରା ତମ ପରିବାରକୁ ଯେ ତୁ ଯାହା ମଣିଷ ମାରିକି ସେମାନେ ଖାଇବାକୁ ଦେଉଛୁ ଆଉ ବା ସମ୍ପତ୍ତି ଆଣିକି ସେମାନେ ବଞ୍ଚୁଛୁ, ସେମାନେ ତାର ଭାଗିଦାର ହେବେ କି ନାହିଁ? ତ ମନା କରିଦେଲେ। ପରିବାର ଲୋକ ମନା କରିଦେଲେ, ନାଇଁ ଆମେ କାହିଁ ଭାଗିଦାର, ତୋର କର୍ତ୍ତବ୍ୟ ତୁଇ କରୁଛୁ, ତୁ କେଉଁଠୁ ଆଣୁଛୁ ଆମେ କାହିଁକି ଜାଣିବୁ, ଆମେ କାହିଁ ଭାଗିଦାର ହେବୁ? ତାପରେ ତାକୁ ଭିତରକୁ ପଶିଛି ଚେତନା। ଯେତେବେଳେ ଚେତନା ପଶିଛି ସେ ସବୁ ଛାଡ଼ି ଦେଇକିରି ସେ ଜଙ୍ଗଲକୁ ପଳେଇଛି। ସେ ଏବଂ ଚୁପ୍ ହେଇକିରି ବସିଛି, ଖାଲି ପସ୍ତେଇକିରି ବସିଛି। ବସିକିରି ଏମିତି ହେଇଛି, କ'ଣ ବସିଛି କିଛି କରି ସେ ଜାଣିପାରିଲା ନାହିଁ। ଶହ ବର୍ଷ ପର୍ଯ୍ୟନ୍ତ ତା ଦେହରେ ଉଙ୍କା ହେଇଗଲା। କିନ୍ତୁ ସେଇ ଯେଉଁ ବସିଥିଲା ତାର ଭୁଲଟାକୁ ସେ ସ୍ୱୀକାର କରିକିରି ଏବଂ ତାର ସରଳ ରାସ୍ତା କେଉଁଟା ହେଇଥିବ ସେ ଖୋଜୁଥିଲା, ସେଇ ଭିତରେ ତାର ସିଦ୍ଧି ଆସିଯାଇଛି। ତାପରେ ସେ ବାହାରିଛି ବାଲ୍ମୀକି ହେଇକିରି ଏବଂ ପୃଥିବୀର ପ୍ରଥମ କବିତା ଆଜି ଲେଖିଛି। ପୃଥିବୀର ପ୍ରଥମ କବିତା ଲେଖାଉଛନ୍ତି ବାଲ୍ମୀକି। ତା ପୂର୍ବରୁ କବିତା ନଥିଲା। ପୃଥିବୀ ସୃଷ୍ଟି ଠାରୁ ଯାହା ଥିଲା ତାର ଅଲଗା ଥିଲା, କିନ୍ତୁ କବିତା ନଥିଲା। ତ ଏ ଯେଉଁ ମଣିଷ ପ୍ରକୃତି ମଲେ ତୁଟେ, କାହିଁକି ପ୍ରକୃତି ତ ବଦଳିଗଲା? ପ୍ରକୃତିକୁ ବଦଳାଇ କିଏ? ଇଏ ପ୍ରକୃତିକୁ ବଦଳାଇବା ଲୋକ ବାହାର ଲୋକ କେହି ବଦଳାନ୍ତି ନାହିଁ। ତୋର ଏବେ ଯେଉଁ ପ୍ରଶ୍ନ ଥିଲା ଇଏ ପ୍ରକୃତି ଆସୁଛି କୋଟି, ଏଇଟା ବଦଳିବନି, ଏଇଟା କେଉଁଠୁ ଆସି ଭିତରେ ଆମେ ଥରେ ଗୋଟେ ଖରାପ କାମ କରିଦେଉ, ତାପରେ କିଛି ସମୟ ପରେ ପସ୍ତେଇ ହେଉଛୁ, ଏସବୁ ଆସୁଛି କେଉଁଠୁ? ଆମ ଭିତରେ ଦୁଇଟା ଜିନିଷ ଅଛି। ଗୋଟେ ହୃଦୟ ଅଛି, ହୃଦୟ ଭିତରେ ତାର ଆତ୍ମପୁରୁଷ ଅଛନ୍ତି, ଯେଉଁ ଚୈତ ଆତ୍ମପୁରୁଷ କହୁଛୁ, ହୃଦୟ ଅଛି ତାକୁ ଲାଗିକିରି ଅଛନ୍ତି। ଆଉ ଗୋଟେ ତା ଉପରେ ଗୋଟେ ପ୍ରକୃତି ଅଛି ଯେଉଁ ମନ ପ୍ରାଣକୁ ନେଇକିରି ଯେ ଚଳଉଛି। ଇଏ ମନ ପ୍ରାଣ ଦ୍ୱାରା ଯେ ରାଗଟା ଆସିଲା, ତା ରାଗଟା ହେଉଛି ପ୍ରାଣର କାର୍ଯ୍ୟ। ରାଗଟା ଆସିଲା, ଛୁଆଟିକୁ ତୁମେ ବାଡ଼େଇ ଦେଲ, କିନ୍ତୁ ବାଡ଼େଇ ଦେଇ ସାରିଲା ପରେ ରାଗଟା ପଳେଇଗଲା ତା ଜାଗାକୁ। ଯେତେବେଳେ ଇଏ ତା ଭିତର ପ୍ରକୃତିରେ ଜାଗି ଉଠିଲା, ଯେଉଁ ଆତ୍ମା ସାଙ୍ଗେ ସମ୍ପର୍କ ଯେଉଁ ହୃଦୟଟା ସେ ଜାଗି ଉଠିଲା। ସେ ଯେତେବେଳେ ଜାଗି ଉଠିଲା ସେ ତୁମକୁ କହିଲା, ଯାହାରେ ମାହାଳିଆ ପିଟି ଦେଲେ, ତାକୁ କାହିଁକି ପିଟୁଥିଲି? ଏ କଥାଟା ଆସୁଛି। ପ୍ରତ୍ୟେକ ବ୍ୟକ୍ତି ଭିତରେ ଏଇ ଜିନିଷଟା ହୁଏ। ଯେତେବେଳେ ସେ ବ୍ୟକ୍ତିଟା ସେଇ ଜିନିଷଟାକୁ ଜାଣେ, ଅନୁଭବ କରେ ଏବଂ ତାର ସେ ଭିତରେ ସେ ଇଏ ଭାବିବ ଯେ ମୁଁ ଥରେ ତ ରାଗିଗଲି, ପିଟିଲି କାହିଁକି, ଆଉ ଥରେ ପସ୍ତେଇଲି, ଏ ଜିନିଷଟା ଆସିଲା କେଉଁଠୁ? ଏଇଟା ହେଉଛି ତର୍ଜମା। ଏ ରାଗଟା ଆସିଲା କେଉଁଠୁ? ମୁଁ କାହିଁକି ରାଗୁଛି, କ'ଣ ଲାଭ ଯେ ରାଗୁଛି ମୁଁ, ଆଉ ରାଗି ସାରିଲା ପରେ ଏସବୁ ଯେଉଁ ଭଲ ଜିନିଷଟା ଆସୁଛି କେଉଁଠୁ? ଏଇଟା ହେଲା ଅସଲ ଜିନିଷଟା। ଗୋଟେ ମଣିଷ ତା ନିଜକୁ ତର୍ଜମା, ଆମେ କହୁଛନ୍ତି ତ ମଣିଷ ଯେତେବେଳେ ନିଜକୁ ଦେଖେ, ନିଜକୁ ତର୍ଜମା କରେ, ସେ ଅସଲ ଜିନିଷଟା ଭେଟ ପାଏ। କିଏ ତର୍ଜମା କରୁଛି? ଭୁଲି ଯାଉଛି ସେ। ଯଦି ଭୁଲି ନ ଯାଉଥାନ୍ତା ଆଉ ତା ହୃଦୟ ଭିତରକୁ ସେ ପଶିବାକୁ ଇଚ୍ଛା କରନ୍ତା, ସେ କ'ଣ ଚାହୁଁଛି, କାହିଁକି ବଞ୍ଚେଇଛି, ନିଶ୍ଚିତ ରୂପେ ତା ଭିତରେ ଗୋଟେ ଭାବନା ଆସନ୍ତା ଏବଂ ସେ ମନକୁ ବିକାଶ କରନ୍ତା। ମନ ବିକାଶ ହେବା ପାଇଁ କ'ଣ ନେବେ? ମନ ବିକାଶ କରିବା ପାଇଁ ସବୁ ଆଲୋଚନା, ଶାସ୍ତ୍ର ପଢ଼ିବାଟା, ଜାଣିବାଟା, ବୁଝିବାଟା, ଅଧ୍ୟୟନ କରିବାଟା, ଏଇଟା ହେଉଛି ଜାଣିବା। ଯେତେବେଳେ ମଣିଷ ତାର ମନଟା ବିକାଶ କରେ, ସିଏ ଯେଉଁ ପ୍ରାଣ ଭିତରେ ଯେଉଁ ଖରାପ ଜିନିଷଟା ଥାଏ, ଯେ ରାଗ, ହିଂସା, ଲୋଭ, ମୋହ, ଯେଉଁ କାମନା, ବାସନା, ସିଏ ପ୍ରାଣକୁ ବୁଝାଏ। କାହିଁକି? ପ୍ରାଣ ଅଲଗା ଯେଉଁ ଜାଗାରୁ ଆସିଥାଏ। ପ୍ରାଣ ଗୋଟେ ବହୁତ ମହାନ ଜିନିଷଟା। ପ୍ରାଣ ଶକ୍ତି ହେଉଛି ପୃଥିବୀର ସବୁଠୁ ବଡ଼ ଶକ୍ତି।
କିନ୍ତୁ ଯେତେବେଳେ ମଣିଷ ଶରୀରକୁ ପ୍ରାଣଟା ପ୍ରବେଶ କରେ ଇଏ ଜଡ଼ ଭିତରେ ଇଏ ମାୟା ଭିତରେ ଫସିଯାଏ। ଫସିଗଲେ ସେ ତଳ ସ୍ତରକୁ ପଳାଇଯାଏ। ସେ ତଳ ସ୍ତରକୁ ପଳାଇଗଲେ ତଳ ସ୍ତରରେ କ'ଣ ଥାଏ ଏ ଜଡ଼ ଭିତରେ ବା ଏ ମାୟା ଭିତରେ ରାଗ, ହିଂସା, ଲୋଭ, ମୋହ ଏ ଯାହା କଦର୍ଯ୍ୟ ଜିନିଷ ଅଛି ସେଟା ଥାଏ। ମୁକୁଳି ପାରେନି ଆଉ। ସେ ତାକୁ ମୁକୁଳିବା ପାଇଁ ତଳେ ଅଛି ମାନେ ହୃଦୟ ଏବଂ ଆତ୍ମପୁରୁଷ, ସେ ବି କିଛି କରିପାରେନି। ଯେତେବେଳେ ପର୍ଯ୍ୟନ୍ତ କରିବ କିଏ? ସବୁଠାରୁ କରିବ ମନ। ମନ ହେଉଛି ଶ୍ରେଷ୍ଠ। ସେ ଯଦି ମନ ବିକାଶ କରିଯିବ, ମନ ବୁଝିପାରିବ ଆରେ ଏ ଜିନିଷଟା ଏମିତି ସବୁ ଭୁଲ ହେଉଛି ଏଇଟା, ତାପରେ ତାର ପ୍ରଭାବରେ ଆସିକିରି ପ୍ରାଣ ତାପରେ ବୁଝିବ। ପ୍ରାଣ ଯେତେବେଳେ ବୁଝିଗଲା ଯେ ନାଇଁ ଏଇଟା ହେଉଛି ମୋର କାର୍ଯ୍ୟ ନୁହଁ, ମୋର କାର୍ଯ୍ୟ ହେଉଛି ଏଇ ଯେଉଁ ସତ୍ତାଟା ଭିତରେ ମୁଁ ଅଛି ୟାକୁ ମୁଁ ଶକ୍ତିଶାଳୀ କରିବି, ଯେଉଁଟାକୁ ଜାଣିପାରିଥିଲା କାହାର? ହନୁମାନଙ୍କର ପ୍ରାଣଟା ମାନେ ମୋଟେ ତାମାନେ ଜନ୍ମରୁ ସେ ନିମ୍ନରେ ନଥିଲା। ସେ ଜାଣିପାରିଲା ଯେତେବେଳେ ହନୁମାନ ତାର ନିଜର ବିକାଶ କରିଗଲା, ସେ ନିଜର ବଳରେ ସେ ବଳିୟାନ ହେଇଗଲା। ସେ ପ୍ରାଣ ଏତେ ଶକ୍ତିଶାଳୀ, ସେ ତାକୁ କହିଲେ ତୁ ଚାହିଁଲେ ତାର ଶରୀରଟାକୁ ବଡ଼ କରିଦେବୁ। ସେ ବସିଛି ଏବଂ ପ୍ରାଣକୁ ଯେତେବେଳେ ଚିନ୍ତା କରିଛି କେତେ ବଡ଼ ହେଇଗଲା ଯେ ସେ ଆଉ ଦେଖିପାରିଲା ନାହିଁ, ପୃଥିବୀକୁ ଦେଖିପାରିଲା ନାହିଁ। ବହୁତ ବଡ଼ ବଡ଼ ପାହାଡ଼ ମାନେ ମଧ୍ୟ ଗୋଟେ ଗୋଟେ ଗୋଡ଼ି ଭଳିଆ ତାକୁ ଦିଶିଲେ। ତେଣୁ ପ୍ରାଣର ଇଏ ଯେଉଁ ଅବସ୍ଥାର ପ୍ରାଣକୁ ଆମେ ନିମ୍ନକୁ ଧରି ପଳାଇ ଆସୁଛୁ। ଇଏ ସବୁ ଲୋଭ, ମୋହ, ହିଂସା, ଦ୍ୱେଷ, ଏ ଯେନ୍ କାମନା ବାସନା, ଇଏ ହଅନ୍ତା ସେ ହଅନ୍ତା, ତାକୁ ଏମିତି କରିବେ ସେଟା ଏ ଭିତରେ ସେ ଭିତରେ ପଶିଯାଉଛି। এটা হচ্ছে তার নিম্ন প্রকৃতি। প্রকৃতি হচ্ছে গোটে নিম্ন, গোটে হচ্ছে উচ্চতর প্রকৃতি। এবং নিম্ন প্রকৃতিরু উচ্চতর প্রকৃতি আনিবার তার একমাত্র রাস্তা হচ্ছে মন। মন যদি বিকাশ করিଯିବ, মন যদি জ্ঞানী হয়েଯିବ, তেণু মন কোটা অর্জন করে? মন জ্ঞান অর্জন করে। মন দ্বারা জ্ঞান অর্জন করি। জ্ঞান କ'ଣ? জ্ঞাନର କୌଣସି ସୀମା ନାହିଁ। କେତେ ଦୂର ଜ୍ଞାନ ଅଛି ଆଜି ପର୍ଯ୍ୟନ୍ତ କେହି କଳନା କରିପାରିନାହାନ୍ତି। କାହିଁକି? ଜ୍ଞାନର ଅଲଗା ନାଁ ହେଉଛି ଭଗବାନ। ଦିବ୍ୟ ପରମସତାଙ୍କର ଅଲଗା ନାଁ ହେଉଛି ଜ୍ଞାନ। ଇଏ ଜ୍ଞାନରେ ଯେ ଯେତେ ଦୂର ଯାଉଥାଏ ସେତିକି ସେ ଭଗବାନଙ୍କୁ ଅନୁଭବ କରିଥାଏ। ତଳ ଜ୍ଞାନରେ ଯେତିକି ଅନୁଭବ କରେ, ଉପର ଗଲା ପରେ ଆହୁରି ଅଲଗା ପ୍ରକାର ଅନୁଭବ କରେ ଏବଂ ଧୀରେ ଧୀରେ ଜ୍ଞାନଟା ବିକାଶ କରିଯାଏ ଏବଂ କେଉଁ ଜାଗାରେ ପହଞ୍ଚେ ସେ ମଣିଷକୁ ସେ ବୁଝିପାରେ ନାହିଁ। ସେ ନିଜେ ସେ ଦିବ୍ୟ ପରମସତାରେ ପ୍ରକାଶିତ ହେଇଯାଏ। ଏଥିପାଇଁ ଆମେ କହୁଛୁ ଆମେ ଏଇ ଭୁଲ ବାଟରେ ବହୁତ ଲୋକଙ୍କୁ ଆମେ ନିଆଯାଉଛି ଯେ ଭାଇ ମଣିଷ ପ୍ରକୃତି ମଲେ ତୁଟେ, ଏଇ ଲୋକ ବଦଳିବ ନାହିଁ, ଭୁଲ। ମଣିଷ ଗୋଟେ ଜାଗାରେ ଆମେ ଗୋଟେ ବହି ପଢ଼ୁଥିଲି, ଶ୍ରୀମା ଗୋଟେ ଜାଗାରେ କହିଛନ୍ତି, ନିଜେ କହିଛନ୍ତି ସେ ଯେ ମଣିଷ ହିଁ ତା ନିଜର, ଆମେ କହୁଛୁ ଯେ ମଣିଷ ତା ନିଜ ଭାଗ୍ୟ ଯେଉଁଟା ଲେଖା ହେଇଥିଲା ଜନ୍ମସ୍ଥଳରେ ସେଇ ଅନୁସାରେ ଭୋଗିବା ବାଧ୍ୟ। ମୋଟେ ନୁହଁ। ଆମର ବହୁତ ଶାସ୍ତ୍ରରେ ଲେଖା ହେଇଛି ଯେ ମଣିଷ ହିଁ ତା ନିଜର ଭାଗ୍ୟକୁ ନିଜର କପାଳରେ ପ୍ରତ୍ୟେକ ସମୟରେ ଲେଖି ନେଉଛି। ବର୍ତ୍ତମାନ ସ୍ଥିତିରେ ମଣିଷ ଯାହା ଚିନ୍ତା କରୁଛି, ଯାହା ଭାବୁଛି, ଯାହା କର୍ମ କରୁଛି ସେ ଅନୁସାରେ ତାର ଫଳାଫଳଟା ଭାଗ୍ୟର ବା ତାର ଜୀବନର ଫଳାଫଳଟା ଘଟି ଯାଉଛି। ମଣିଷ ଯଦି ତାର ଭାଗ୍ୟର ଜନ୍ମ ସମୟରେ ଯେଉଁଟା କୋଷ୍ଠୀ ଯେଉଁଟା କୁହାଯାଏ, ଜନ୍ମ ସମୟରେ ଲେଖା ହେଇଛି ଇଏ 18 ବର୍ଷ ବୟସରେ ମରିବ। କିନ୍ତୁ 18 ବର୍ଷ ହେବା ପର୍ଯ୍ୟନ୍ତ ମଣିଷ ସେଇ ପିଲାଟା ଯଦି ତାର ଯଦି ଜ୍ଞାନ ଅର୍ଜନ କରିଗଲା ଏବଂ ବିକାଶ କରିଗଲା ଏବଂ ନିଜକୁ ବୁଝିପାରିଲା, ସେ 18ଟା ବୋଧେ 81 ହେଇଯିବ, ଆଉ ମୃତ୍ୟୁ ହେବ ନାହିଁ। କାହିଁକି? ତାକୁ ଲେଖା ହେଇଥାଏ ଯେ ଏ ରାସ୍ତାରେ ଯଦି କିଛି ନ କରିବ, ଖାଲି ସାଧା ହିସାବ ବଞ୍ଚିବ, ତାହେଲେ କୋଷ୍ଠୀଟା କାମ କରିବ। ଯଦି ସାଧା ହିସାବ ନ ବଞ୍ଚିବ, ନିଜକୁ ଅନୁଧ୍ୟାନ କରିବ, ସେ ଅଲଗା ପ୍ରକାର ଜ୍ଞାନ ଅର୍ଜନ କରିବ, ତା ଭିତରେ ଅଲଗା ପ୍ରକାର ବିକାଶ କରିବ, ସେ ସବୁ ଖଣ୍ଡନ ହେଇଯିବ। ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ତାର କପାଳରେ ନିଜର ଭାଗ୍ୟଟା ନିଜେ ଲେଖେ। କାହିଁକି? ସେହି ସମୟର ଭାବନା, ସେହି ସମୟର କାର୍ଯ୍ୟ, ସେହି ସମୟର ଅବସ୍ଥା ହିଁ ତାର ପରବର୍ତ୍ତୀ ସମୟର ତାର ଭାଗ୍ୟଟା। ମଣିଷ ଭାଗ୍ୟବାଦୀ ହେବାଟା ସବୁଠାରୁ ଦୁଃଖକର ବିଷୟ। ଯେତେଦିନ ପର୍ଯ୍ୟନ୍ତ ଆମର ମଣିଷମାନେ ସବୁ ଭାଗ୍ୟବାଦୀ, ସେତେଦିନ ପର୍ଯ୍ୟନ୍ତ ଏମାନେ ଦୁଃଖ ପାଇବେ। ଏସବୁ ହେବ। କିନ୍ତୁ ମଣିଷ ଯେତେବେଳେ ଭାଗ୍ୟବାଦୀ ନ ହେବ, ନିଜେ ତାର ପରିବର୍ତ୍ତନରେ ଚେଷ୍ଟା କରିବ, ତାର ପ୍ରତ୍ୟେକ ମୁହୂର୍ତ୍ତରେ ତାର ନିଜର କର୍ମ ଭାଗ୍ୟଟା ବଦଳି ଯିବ ଏବଂ ତାର କର୍ମର ଫଳଟା ଘଟି ଯିବ। 10 ମିନିଟ୍ ପରେ ଗୋଟେ ଲୋକର ମୃତ୍ୟୁ ଲେଖା ହେଇଛି। ଯଦି ସେ ଚାହିଁବ ମୃତ୍ୟୁକୁ ଡେଇଁକିରି 100 ବର୍ଷ ପର୍ଯ୍ୟନ୍ତ ପଳାଇଯିବ, ଯଦି ସେ ଚାହିଁବ। ତେଣୁ ଆମେ ଯେଉଁ କହୁଛୁ ଯେଉଁ ପ୍ରକୃତିଟା ତାମାନେ ମଲେ ତୁଟେ ନା, ମୋଟେ ନୁହଁ। ପ୍ରକୃତି ଯଦି ମଲେ ତୁଟୁଥାନ୍ତା, ଏତେ ଖରାପ ଲୋକ ଏତେ ଭଲ ହେଇପାରିନଥାନ୍ତି। ବହୁତ ଅଛି। ଆମେ ତ କାହିଁକି ଆମେ ବାଲ୍ମୀକି ଉପରକୁ ଯିବା? ଆମେ ବର୍ତ୍ତମାନ ବି ଦେଖିବା ଯେ ଯେଉଁମାନଙ୍କ ପ୍ରକୃତି ଆମେ ତ ଦେଖୁଛୁ। ମୁଁ ଶିକ୍ଷକତା କଲା ସମୟରେ ମୁଁ ବି ଦେଖିଛି, ଆମର ବହୁତ ପିଲା ଦେଖିଛି। ଗୋଟେ ପିଲା ଏମିତି ଥିଲା ଯେ ଯେକୌଣସି ଗୋଟେ ପିଲାକୁ ବ୍ଲେଡ଼୍ରେ ତାମାନେ ଥରେ ନ କାଟିବ, ରକ୍ତ ଟିକେ ନ ବାହାର କଲେ ତା ଜୀବନ ଶାନ୍ତି ହେଉନଥିଲା।
କିନ୍ତୁ ସେ ପିଲାକୁ ଆମେ ଗୋଟେ ଠିକ୍ ସଙ୍ଗରେ ଆଣିଲୁ, ଠିକ୍ ଅନୁସାରେ ତାକୁ ଯେତେବେଳେ ବ୍ୟବସ୍ଥା କଲୁ, ଆଉ ଆମ ସାଙ୍ଗରେ ତାକୁ ସ୍ନେହ ଦେଲୁ, ଖାଲି ସ୍ନେହ ଦେଲୁ, ପିଲା ଏତେ ବଦଳିଗଲା ଯେ ତା ଉପରେ ଗୋଟେ ଲେଖା ଏବେ ବାହାରିଛି। ସେ ପିଲା ଏବେ ମାନେ +2 ସାଇନ୍ସ କ୍ଲିୟର କରିକି ସେ କ'ଣ ଗୋଟେ ମାନେ ନିଟ୍ ଫିଟ୍ ଲାଗି ପ୍ରସ୍ତୁତ ହେଉଛି। ସେ ପିଲାଟା ଆମର କାଲି ପର୍ଯ୍ୟନ୍ତ ପିଲାଟା ବଦଳିଗଲା, ଏତେ ବଦଳିଗଲା ଯେ ସେତେ ଭଲ ପିଲା ବୋଧେ ପୃଥିବୀରେ କମ୍ ଥିବେ ବୋଧେ, ଏତେ ଶାନ୍ତଶିଷ୍ଟ, ଏତେ ଏଇଟା। ଏବେ ଆସିଥିଲା, ମୁଁ ତାକୁ ଭେଟିଥିଲି, ଆଶ୍ଚର୍ଯ୍ୟ ଲାଗିଲା। ମୁଁ କହିଲି ଏଇଟା ସେ ପିଲା। କେମିତି ବଦଳିବ ନାହିଁ ପ୍ରକୃତି? ପ୍ରକୃତି ନିଶ୍ଚୟ ବଦଳିବ। କେବେ ବି ମାନେ ମୃତ୍ୟୁ ପରେ ଯେ ପ୍ରକୃତି ବଦଳେ ବୋଲି ଯିଏ କହିଛି ସେ ଭୁଲ କହିଛି। ମୁଁ ଭାବୁଛି ଆପଣମାନେ ଯେଉଁଟାକୁ ଏଇଟାକୁ ବିଶ୍ୱାସ କରନ୍ତୁ, ଏଇଟାକୁ ମନରେ କାଟି ଦିଅନ୍ତୁ। ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ ଚେଷ୍ଟା କରି ସେ ବଦଳିଯିବ, ସବୁ ଜିନିଷ ବଦଳିଯିବ। ନହେଲେ ଆଜି ପୃଥିବୀ ଏତେ ବିବର୍ତ୍ତନରେ ଉପରକୁ କାହିଁ ଆସନ୍ତା ଯଦି ପ୍ରକୃତି ସେ ସମାନ ପ୍ରକୃତି ଥାନ୍ତା ବୋଲେ। ସମାନ ପ୍ରକୃତି ତ ଖରାପ ପ୍ରକୃତି ଆଗରୁ ଅଛି, ସେତେ ଅସୁର ପ୍ରକୃତି ତ ଏବେ ବି ଅଛି, କିନ୍ତୁ ଭଲ ପ୍ରକୃତି ବି ତ ଯାଇକି ଉଠୁଛି ନା। ସମସ୍ତେ ଜନ୍ମରୁ କେହି ତାମାନେ ଖରାପ ଥାନ୍ତିନି କି ଭଲ ଥାନ୍ତି ନାହିଁ। ଅସଲ କଥାଟା ତାର ପରିବେଶ, ତାର ଜନ୍ମ, ତାର ବୃତ୍ତାନ୍ତ, ତାର ଏଟାକୁ ବହୁତ କିଛି ଅନୁଧ୍ୟାନ କରିବା କଥା। ଏତେ ତାମାନେ ସହଜରେ ଥରେ ଆମେ 10-15 ମିନିଟ୍ ଅଧା ଘଣ୍ଟା ବସିକିରି ଏଇଟା ଆଲୋଚନା କଲେ ଏ ଜିନିଷଟା ସଫଳ ହେଇପାରିବ ନାହିଁ। ୟା ପାଇଁ ଗୋଟେ ରାସ୍ତା ଅଛି। ମଣିଷ ପରେ ନିଜେ ଦିବ୍ୟ ପରମସତ୍ତା, ସେ ଯେଉଁ ଦିବ୍ୟ ପରମସତ୍ତା, ତାର ପ୍ରକୃତି ବଦଳିବ ନାହିଁ, ସମାନ ହେଇକି ଥିବ, ସେ ଅସମ୍ଭବ କଥା ଏଇଟା। ତେଣୁ ଆମେ ଇଏ ଭାଗ୍ୟବାଦୀ ହେବା ନାହିଁ କି ଏ ପ୍ରକୃତି ଏଇଟା ଆମେ ତର୍ଜମା କରିବା ଯେ ମୋତେ କିଛି ସମୟ ପୂର୍ବରୁ ରାଗ ଲାଗୁଥିଲା, ଏବେ କାହିଁକି ତାକୁ ମୁଁ ପସ୍ତେଇ ହେଉଛି। ଏ ଦୁଇଟା ଜିନିଷ ମଣିଷ ଆମ ଭିତରେ ହିଁ ଅଛି, ଆମ ଭିତରେ ହିଁ ସେ ଜିନିଷଟା ଅଛି, ଆମ ଭିତରେ ହିଁ ଆର ଜିନିଷଟା ବି ଅଛି। ୟାକୁ କହନ୍ତି ମଣିଷ, ମାନେ ଏଇଟାକୁ ଯୋଗ। ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ ଯୋଗ ହିଁ କରେ, ତାର ଅଜାଣତରେ ସେ ଜାଣିପାରେ ନାହିଁ। ଖରାପ କାମ କଲେ ବି ଖରାପର ଏଇଟା ଆସେ, କିନ୍ତୁ ଭଲ କାମ କଲେ ବି ଭଲ ଜିନିଷଟା ତ ସେ ପାଇପାରେ ତା ନିଜର ପ୍ରକୃତି ଅନୁସାରେ। ତାମାନେ ପ୍ରକୃତିକୁ ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ବଦଳାଇବା କାମ ଏକମାତ୍ର ମଣିଷ, ତା ନିଜର। ଅନ୍ୟ କୌଣସି ଲୋକ ମୁଁ ଆପଣମାନଙ୍କୁ କାହାର ବି ପ୍ରକୃତି ବଦଳାଇ ପାରିବେ ନାହିଁ। ମୁଁ ଯଦି ପ୍ରକୃତି ବଦଳାଇବି, ମୁଁ ନିଜେ ଇଚ୍ଛା କଲେ ବଦଳାଇ ପାରିବି। ଏଟାକୁ ତର୍ଜମା କରିବେ। ଆଉ ସେ ମାନେ ଆଗରୁ ଯାହା କୁହାଯାଉଥିଲା ଏ ଜଗତ ମିଥ୍ୟା, ଏ ପ୍ରକୃତି ଯାହା ଅଛି ଏଇଟା ଘୁଷୁରୀ, ଯେତେ ଘୁଷୁରୀକୁ ସାବୁନ ପକେଇଦେଲେ କାଦୁଅରେ ବୁଡ଼ିବା ଛାଡ଼ିବ। ଆମେ ଯୁକ୍ତି କରୁଛୁ ତାକୁ ନେଇକିରି, ମୋଟେ ନୁହଁ। ଆମେ ଭୁଲିଯିବା ଏସବୁ କଥା, ମୋଟେ ଆସିବା ନାହିଁ। ବହୁତ କଥା ଅଛି ଜୀବନ ଭିତରେ, ଆମ ଜୀବନ ଭିତରେ ହିଁ ସବୁ ସେ ଜିନିଷଟା ଅଛି। ଭଲ ଜିନିଷ ବି ଅଛି, ଖରାପ ଜିନିଷ ବି ଅଛି। ଆମେ ଯେତେ ଜଲ୍ଦି ତାମାନେ, ଯେତେ ଶୀଘ୍ର ତାମାନେ ଖରାପ ଜିନିଷଟାକୁ ବାହାରକୁ ନେଇଯିବା, ଭଲ ଜିନିଷଟା ପ୍ରକାଶିତ ହେବ, ଗୋଟେ ଭଲ ମଣିଷ ହେଇଯିବ। ଆମର ଅସଲ ଶିକ୍ଷାରେ ସେ ଜିନିଷଟା ଅଛି। ଏ ଶିକ୍ଷାର ବ୍ୟବସ୍ଥା ଯାହା ହେଇଛି କ'ଣ ହେଇଛି? ଖାଲି ବିଷୟବସ୍ତୁ ଦିଆ ହେଇକିରି ଖାଲି ସାର୍ଟିଫିକେଟ୍ ନା, ବହୁତ ଜିନିଷ ଅଛି ସେ ଭିତରେ। ଯିଏ ଶିକ୍ଷକତା କରୁଛି ସେ ପ୍ରକୃତି ଶିକ୍ଷକତା କରନ୍ତି, ଯେଉଁ ବିଷୟ ଦିଆହେଇଛି ସେ ଯଦି ଭଲ ତର୍ଜମା କରନ୍ତା, ତ ସ୍କୁଲ କ୍ୟାରିୟରରେ ଗୋଟେ ବ୍ୟକ୍ତିର, ଗୋଟେ ପିଲାର ପ୍ରକୃତି ବଦଳି ଯାଆନ୍ତା। ସେ ବି ଚାହୁଁନି, ଆସିକି ପଢ଼େଇ ଦେଲା, ତାର ଦରମା ମିଳିଲା, ସେ ବଡ଼ କଥା। ଯିଏ ପଢ଼ୁଛି ସେ ବି ଜାଣିନି କେମିତି ସାର୍ଟିଫିକେଟ୍ ପାଇଲେ କ'ଣ ଚାକିରି ପାଇବି ବୋଲି ଭାବୁଛି। ସବୁଠାରେ ଭୁଲ ହେଇଯାଉଛି। ତେଣୁ ଆମକୁ ତର୍ଜମା କରିବା, ପ୍ରକୃତି ପ୍ରତ୍ୟେକ ମୁହୂର୍ତ୍ତରେ ବଦଳିବ, କିନ୍ତୁ ବଦଳାଇବା ପାଇଁ ଇଚ୍ଛା କରିବାର ନିଜର ବି ଥିବ, ଏବଂ ତାକୁ ସହାୟତା ବି କିଛି ଲୋକ କରୁଥିବେ ପ୍ରକୃତି ବଦଳାଇବାରେ। କାହିଁକି ସହାୟତା? କେମିତି? ଏମିତି ଆଲୋଚନା, ଧର ଆମେ ବସିଛୁ ସମସ୍ତେ, ନାଇଁ ବସିଛୁ, ଗୋଟେ ଆଲୋଚନା ହେଲା, ଆଉ ପ୍ରକୃତି ଗୁଡ଼ାକ ବଦଳେ କେମିତି? ଗୋଟେ ଭଲ ଆଲୋଚନା ହେଲା, ଭାଗବତ ଉପରେ ଆଲୋଚନା ହେଲା, ଗୀତା ଉପରେ ହେଲା, ମାନେ ପୁରାଣ ଉପରେ ହେଲା, ଆର ଉପନିଷଦ ଉପରେ ହେଲା, ଏବଂ ସେଥିରେ ତର୍ଜମା କରାଯିବ। ତର୍ଜମା କଲା ଭିତରେ ଅନେକ କଥା ଘଟିଲା ଭିତରେ ତାର ମାଇଣ୍ଡକୁ, ତାର ମସ୍ତିଷ୍କକୁ ରିଆକ୍ସନ୍ ହେବ, ପ୍ରତିକ୍ରିୟା ସୃଷ୍ଟି ହେବ। ଆରେ ଏତେ ଜିନିଷ ଅଛି, ଏଟା ତ କରିହେବ, ମୁଁ କାହିଁକି ଏତେ ଅବସ୍ଥାରେ କାହିଁ ରହିବି? ସେ ନିଜେ ଚାହିଁବ, କିନ୍ତୁ ତାକୁ ସହାୟତା ଦରକାର, ପରିବେଶ ଦରକାର, ଗୋଷ୍ଠୀ ଦରକାର। ତେଣୁ ଆମେ କହୁକିନି, ଗୋଷ୍ଠୀକୁ ଯଦି ଭଲ ଗୋଷ୍ଠୀ ଅଛି, ଗୋଷ୍ଠୀକୁ ତୁମେ ଆଡ଼େଇ ଦେଇକି ଯିବ ନାହିଁ। ଗୋଷ୍ଠୀ ହିଁ ସବୁଠାରୁ ଭଲ ଜ୍ଞାନ ଦିଏ। ଜଣେ ଦୁଇ ଜଣରେ ଜ୍ଞାନ ପ୍ରକାଶିତ ନାହିଁ, ଗୋଷ୍ଠୀ ଭିତରେ ଏକା ଅନେକ ଲୋକ ଅନେକ କଥା ତର୍ଜମା କରିବେ, କଥା ହେବେ, ତାର ନିଜର ଅଭିଜ୍ଞତା ଗୁଡ଼ାକ କହିବେ, ଭଲ ଭଲ ଜିନିଷ ଆସିବ। ମୁଁ ଗୋଟେ କଥା କହିଲି, ଆପଣମାନେ ଗ୍ରହଣ କଲେ, ସେ ଗୋଟେ କଥା କହିଲେ, ଆମେ ଗ୍ରହଣ କଲେ, ସେ ଗୋଟେ କଥା କହିଲେ, ଆରେ ଏତେ ଗୋଟେ କଥା ଆସିବ। ଜଣେ ଜଣେ ନିଶ୍ଚିତ ପରେ ଜଣେ ଗୋଟେ ମାନେ ଜଣେ ଜଣେ ଭିତରେ ଗୋଟେ ଅଭିଜ୍ଞତା ଥାଏ, ଭଲ ଜିନିଷ ଗୁଡ଼ାକ ଥାଏ। ତେଣୁ ଆମେ ବଢ଼ିଆ ଏଇଟା ପ୍ରଶ୍ନ, ଏଇଟା ପ୍ରକୃତରେ ଜୀବନ ବଞ୍ଚିବାର ଶୈଳୀରେ ଏ ପ୍ରଶ୍ନ। ଆଉ ତାର ଉତ୍ତର ମଧ୍ୟ ଆମେ ଜାଣିବା କଥା। ଏବଂ କିନ୍ତୁ ଯାହା କିଛି ଉତ୍ତର ଜାଣିବା ଆମ ନିଜ ଭିତରେ ଅଛି, କିନ୍ତୁ ନିଜ ଭିତରେ ଜଣେ ଏକଲା ଜାଣି ହୁଏ ନାହିଁ, ସହାୟତା ନେବାକୁ ପଡ଼େ। ବହିର ସହାୟତା, ଗୋଷ୍ଠୀର ସହାୟତା, ଆଲୋଚନାର ସହାୟତା, ପରିବେଶର ସହାୟତା, ସମାଜର ଯେଉଁମାନେ ବ୍ୟବସ୍ଥା ଅଛି ସେଥିର ସହାୟତା ସମସ୍ତଙ୍କୁ ନେବାକୁ ପଡ଼େ।
ତେଣୁ ମୁଁ ଭାବୁଛି ମାନେ ଏ ପ୍ରଶ୍ନର ଉତ୍ତର ଏହା ହେଇପାରେ। ଯଦି ଆପଣମାନଙ୍କୁ ଏଇଟା ଭଲ ଲାଗୁଛି ଗ୍ରହଣ କରିବେ, କିନ୍ତୁ ୟା ପରେ ମଧ୍ୟ ଆଉ ବହୁତ ବ୍ୟବସ୍ଥା ଅଛି, କେଉଁଠି ଯଦି ଆମେ ଆଲୋଚନାରେ ଆସିବେ ତାକୁ ମଧ୍ୟ ଗ୍ରହଣ କରିବେ। ଠିକ୍ ଅଛି, ଏତିକି କହୁଛି। ନମସ୍କାର।